କେଉଁ ବୟସର ଝିଅମାନେ ବାଣ୍ଡ କଥା ଭାବି ବିଆରେ ଆଙ୍ଗୁଠି ପୁରାଇଥାନ୍ତି? ପୁଣି ଥରେ କେଉଁ ବୟସର ଝିଅମାନେ ବାଣ୍ଡ କଥା ଭାବି ବିଆରେ ଆଙ୍ଗୁଠି ପୁରାଇଥାନ୍ତି? ଉତ୍ତର 25 ରୁ 30 ବର୍ଷ ବୟସର ଝିଅମାନେ ପୁରାଇଥାନ୍ତି। ପରବର୍ତ୍ତୀ ପ୍ରଶ୍ନ, କିପରି ଗେହିଲେ ଢିଲା ବିଆଥିବା ମହିଳା ବି କାନ୍ଦି ପକାଇଥାଏ? ପୁଣି ଥରେ କିପରି ଗେହିଲେ ଢିଲା ବିଆଥିବା ମହିଳା ବି କାନ୍ଦି ପକାଇଥାଏ? ଉତ୍ତର ଗୋଟିଏ ଝଟକାରେ ବାଣ୍ଡ ପୁରାଇ ଦେଲେ ମହିଳା କାନ୍ଦି ପକାଇଥାଏ। ପରବର୍ତ୍ତୀ ପ୍ରଶ୍ନ, କୁଆରୀ ଝିଅ ମୋଟା ବାଣ୍ଡ ଥିବା ପୁଅ ସହିତ ଗିହାଗେହି କରିବା ପାଇଁ କାହିଁକି ମନା କରିଥାଏ? ପୁଣି ଥରେ କୁଆରୀ ଝିଅ ମୋଟା ବାଣ୍ଡ ଥିବା ପୁଅ ସହିତ ଗିହାଗେହି କରିବା ପାଇଁ କାହିଁକି ମନା କରିଥାଏ? ଉତ୍ତର କଷ୍ଟ ହେବା କାରଣରୁ ମନା କରିଥାଏ। ପରବର୍ତ୍ତୀ ପ୍ରଶ୍ନ, ମହିଳାମାନଙ୍କର ବିଆ କଳା କାହିଁକି ପଡ଼ିଯାଇଥାଏ? ପୁଣି ଥରେ ମହିଳାମାନଙ୍କର ବିଆ କଳା କାହିଁକି ପଡ଼ିଯାଇଥାଏ? ଉତ୍ତର ସବୁବେଳେ ବାଣ୍ଡ ଘଷି ହେବା କାରଣରୁ ପଡ଼ିଯାଇଥାଏ। ପରବର୍ତ୍ତୀ ପ୍ରଶ୍ନ, ଭାଉଜମାନଙ୍କୁ କିପରି ଗିହାଗେହି କରିଲେ ଅଧିକ ମଜା ଆସିଥାଏ? ପୁଣି ଥରେ ଭାଉଜମାନଙ୍କୁ କିପରି ଗିହାଗେହି କରିଲେ ଅଧିକ ମଜା ଆସିଥାଏ? ଉତ୍ତର ଘୋଡ଼ି କରି ଗିହାଗେହି କରିଲେ ମଜା ଆସିଥାଏ। ପରବର୍ତ୍ତୀ ପ୍ରଶ୍ନ, ବିଆରେ କଣ ଲଗାଇବା ଦ୍ୱାରା ଝିଅଟି ଶିହରି ଉଠିଥାଏ? ପୁଣି ଥରେ ବିଆରେ କଣ ଲଗାଇବା ଦ୍ୱାରା ଝିଅଟି ଶିହରି ଉଠିଥାଏ? ଉତ୍ତର ଜିଭ ଲଗାଇବା ଦ୍ୱାରା ଶିହରି ଉଠିଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ପୁଅ ବିଆକୁ ଚାଟିବା ପାଇଁ ଅଧିକ ପସନ୍ଦ କରିଥାଏ? ପୁଣି ଥରେ କେଉଁ ପୁଅ ବିଆକୁ ଚାଟିବା ପାଇଁ ଅଧିକ ପସନ୍ଦ କରିଥାଏ? ଉତ୍ତର ମୋଟା ବାଣ୍ଡ ଥିବା ପୁଅ ପସନ୍ଦ କରିଥାଏ। ପରବର୍ତ୍ତୀ ପ୍ରଶ୍ନ, କଣ କରିଲେ ମହିଳା ବାଣ୍ଡ ଚୁଷିବା ପାଇଁ ଆଗ୍ରହ କରିଥାଏ? ପୁଣି ଥରେ କଣ କରିଲେ ମହିଳା ବାଣ୍ଡ ଚୁଷିବା ପାଇଁ ଆଗ୍ରହ କରିଥାଏ? ଉତ୍ତର ମହିଳାର ହାତରେ ବାଣ୍ଡ ଧରାଇଦେଲେ ଆଗ୍ରହ କରିଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଝିଅ ଗାଧୋଇବା ବେଳେ ବିଆରେ ଆଙ୍ଗୁଳି ପୁରାଇଥାଏ? ପୁଣି ଥରେ କେଉଁ ଝିଅ ଗାଧୋଇବା ବେଳେ ବିଆରେ ଆଙ୍ଗୁଳି ପୁରାଇଥାଏ? ଉତ୍ତର ଅଧିକ ଉତ୍ତେଜିତ ଥିବା ଝିଅ ପୁରାଇଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ମହିଳା ଠିଆ ହୋଇ ଗିହା ଖାଇବା ପାଇଁ ଚାହିଁଥାଏ? ପୁଣି ଥରେ କେଉଁ ମହିଳା ଠିଆ ହୋଇ ଗିହା ଖାଇବା ପାଇଁ ଚାହିଁଥାଏ? ଉତ୍ତର ଗାଉଲି ମହିଳା ଚାହିଁଥାଏ।